ମୃତ୍ୟୁ ମୃତ୍ୟୁ ଏକ ଏମିତି ଶବ୍ଦ ଯାହା ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ। ଏହା ଏକ ଏମିତି ଶବ୍ଦ ସେ କେବେ ବି ଆସିପାରେ, କାଳ ହେଉ ବା ଅକାଳରେ ହେଉ, କିନ୍ତୁ ଏହାର ପ୍ରକ୍ରିୟା 6 ମାସ ପୂର୍ବରୁ ଆରମ୍ଭ ହୋଇଯାଇଥାଏ। ଏହି ପ୍ରକ୍ରିୟାକୁ ଟଳା ଯାଇପାରେ କିନ୍ତୁ ବଞ୍ଚାଇ ପାରିବା ନାହିଁ। ମୃତ୍ୟୁର 3 ଦିନ ପୂର୍ବରୁ କେବଳ ଭଗବାନ ବା ସେହି ବ୍ୟକ୍ତିର ପୁଣ୍ୟ ହିଁ ତାକୁ ବଞ୍ଚାଇ ପାରେ। ତେଣୁ ବନ୍ଧୁମାନେ ମନେ ରଖନ୍ତୁ, ମୃତ୍ୟୁର ଆଭାସ ବ୍ୟକ୍ତିକୁ 6 ମାସ ପୂର୍ବରୁ ମିଳିଥାଏ। ବ୍ୟକ୍ତିକୁ ମା ପେଟରେ ବିକଶିତ ହେବାକୁ 9 ମାସ ଲାଗିଥାଏ, କିନ୍ତୁ ମାଟିରେ ମିଶିବାକୁ କେବଳ 6 ମାସ ହିଁ ଲାଗେ। ବନ୍ଧୁମାନେ, ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ସ୍ୱୟଂ କହିଛନ୍ତି କି ମୃତ୍ୟୁର କିଛି ଦିନ ପୂର୍ବରୁ ହିଁ ସଂକେତ ମିଳିଥାଏ, କାରଣ ସେ ଏହି ସଂକେତକୁ ବୁଝିପାରି ନିଜର ଇଚ୍ଛାକୁ ପୂରା କରିପାରିବ। ଯେମିତିକି ନିଜର ପରିବାର ସମ୍ପର୍କୀୟ ସହ ମିଶିପାରିବ। ମନାଯାଏ ଯାହାର ଇଚ୍ଛା ଅଧାରେ ରହିଥାଏ ତାହାରି ଆତ୍ମାକୁ ଶାନ୍ତି ମିଳିନଥାଏ। କିନ୍ତୁ କ'ଣ ଆପଣ ଜାଣିଛନ୍ତି, ମୃତ୍ୟୁ ଆସିବା ପୂର୍ବରୁ ଶରୀରକୁ କିଛି ସଂକେତ ମିଳିଥାଏ। ଆଜି ଆମେ ଏହି ସଂକେତ ବିଷୟରେ ଜାଣିବା। ତ ଚାଲନ୍ତୁ ଆଉ ଡେରି ନକରି ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ନମସ୍କାର ଦର୍ଶକ ବନ୍ଧୁ, ଓଡ଼ିଆ ଜ୍ଞାନ ଗଙ୍ଗା ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ଜଣାଉଛି। ପୁଣି ଏକ ନୂଆ ଭିଡ଼ିଓ ନେଇ ଆସିଛି ଆପଣମାନଙ୍କ ପାଇଁ। ତ ଚାଲନ୍ତୁ ଆଉ ଡେରି ନକରି ଏହି ଭିଡ଼ିଓଟିକୁ ଶୀଘ୍ର ଆରମ୍ଭ କରିବା। ଦର୍ଶକ ବନ୍ଧୁ, ମୃତ୍ୟୁ ପୂର୍ବରୁ କିଛି ଏମିତି ଶାରୀରିକ ସଂକେତ ହୋଇଥାଏ ଯାହା ମୃତ୍ୟୁର ଇସାରା ଦେଇଥାଏ। ଆମରି ଶରୀରରେ 7ଟି ଚକ୍ର ରହିଥାଏ। ପୁରାଣ ଶାସ୍ତ୍ର ଅନୁସାରେ ପ୍ରଥମ ଆହତ ମସ୍ତିଷ୍କକୁ ହୋଇ ନାଭି ଚକ୍ରକୁ ଅନୁଭୂତ ହୋଇଥାଏ। ଏହି ନାଭି ଚକ୍ର ଗୋଟିଏ ଦିନରେ ଭାଙ୍ଗି ନଥାଏ, ଏହା ଅନେକ ଦିନ ଧରି ଚାଲିଥାଏ। ଆଉ ଯେମିତି ଏହି ଚକ୍ର ଭାଙ୍ଗିଥାଏ, ମୃତ୍ୟୁର ଦ୍ୱିତୀୟ ଲକ୍ଷଣ ଆରମ୍ଭ ହୋଇଥାଏ। ନାଭିଠାରୁ ହିଁ ଜନ୍ମ ହୋଇଥିବା ବ୍ୟକ୍ତି ନାଭିଠାରେ ହିଁ ସମାପ୍ତ ହୋଇଯାଏ। ଦ୍ୱିତୀୟ ଲକ୍ଷଣ, ଗରୁଡ଼ ପୁରାଣରେ କୁହାଯାଇଛି କି ଯେବେ ବ୍ୟକ୍ତିର ମୃତ୍ୟୁ ପାଖେଇ ଆସିଥାଏ, ସେହି ସମୟରେ ସେ ନିଜ ଲୋକକୁ ହିଁ ଚିହ୍ନି ପାରିନଥାଏ। ନିଜ ପାଖରେ ଯମଦୂତମାନେ ନଜର ଆସିଥାନ୍ତି। ଏହା ଦେଖି ସେ ବୁଝି ଯାଇଥାଏ କି ନିଜର ସମୟ ପାଖେଇ ଆସିଲାଣି ବୋଲି। ତେଣୁ ଯେପର୍ଯ୍ୟନ୍ତ ଜୀବନ ଚକ୍ର ଚାଲିଥାଏ, ଶ୍ୱାସକ୍ରିୟା ସିଧା ଚାଲିଥାଏ। କିନ୍ତୁ ଯେଉଁ ବ୍ୟକ୍ତିର ମୃତ୍ୟୁ ପାଖେଇ ଆସିଥାଏ, ଶ୍ୱାସ ଓଲଟା ଚାଲିଥାଏ। ତ ଚାଲନ୍ତୁ ଜାଣିବା ତୃତୀୟ ଲକ୍ଷଣ। ଯେବେ ମୃତ୍ୟୁର ସମୟ 1 ମାସ ପାଖକୁ ଆସିଥାଏ, ସେତେବେଳେ ବ୍ୟକ୍ତି ନିଜ ଛାଇକୁ ଅଲଗା ନଜର ଆସିଥାଏ। ଆଉ କିଛି ଲୋକଙ୍କୁ ତ ନିଜର ଛାଇ ମଧ୍ୟ ଦେଖାଯାଇନଥାଏ। ସେହି ବ୍ୟକ୍ତିକୁ ପାଣିରେ, ତେଲରେ, ଦର୍ପଣରେ ନିଜର ଛାଇ ଦିଶିନଥାଏ। ତ ଚତୁର୍ଥ ଲକ୍ଷଣ, ମୃତ୍ୟୁର 3-4 ଦିନ ପୂର୍ବରୁ ବ୍ୟକ୍ତିକୁ ଏମିତି ଅନୁଭବ ହୋଇଥାଏ କି ପ୍ରତ୍ୟେକ ସମୟରେ ତାଙ୍କ ପାଖରେ କିଏ ଅଛି ବୋଲି, ତାଙ୍କ ସାଥିରେ କିଏ ଥିଲା ପରି ତାଙ୍କୁ ଲାଗେ। କିଛି ଲୋକଙ୍କୁ ତ ନିଜର ମୃତ୍ୟୁ ପୂର୍ବରୁ ପୂର୍ବପୁରୁଷଙ୍କ ସହ ରହିଲା ପରି ଲାଗିଥାଏ। ପଞ୍ଚମ ଲକ୍ଷଣ, ଯଦି କୌଣସି ବ୍ୟକ୍ତି ନିଜ ନାକର ଉପର ଭାଗକୁ ଦେଖିପାରିନଥାଏ, ତ ଏହାର ଅର୍ଥ କି ସେହି ବ୍ୟକ୍ତିର ମୃତ୍ୟୁ ଜଲ୍ଦି ପାଖେଇ ଆସିଲାଣି। କାହିଁକି ନା ସେହି ବ୍ୟକ୍ତିର ଆଖି ଧୀରେ ଧୀରେ ଉପରକୁ ମୋଡ଼ି ହେବାକୁ ଲାଗିଥାଏ। ତାହାର ଆଖି ପୁରାପୁରି ଉପରକୁ ମୋଡ଼ି ହୋଇଯାଇଥାଏ। ବନ୍ଧୁଗଣ, ମୃତ୍ୟୁ ପୂର୍ବରୁ କେବଳ ଶାରୀରିକ ପରିବର୍ତ୍ତନ ହୋଇନଥାଏ, ମାନସିକ ପରିବର୍ତ୍ତନ ମଧ୍ୟ ହୋଇଥାଏ, ଯାହାକି ମାନସିକ ଭାବରେ ନାକ ଓ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। କିଛି ଲୋକ ଏହାକୁ ବୁଝିପାରି ନଥାନ୍ତି। କିଛି ସଂକେତ ଦେଖା ଦେଇଥାଏ। ମୃତ୍ୟୁ ପୂର୍ବରୁ ନିଜକୁ ଏକୁଟିଆ ଶାନ୍ତି ଅନୁଭବ ହୋଇଥାଏ। ଏମିତି ଲାଗିଥାଏ ନିଜର ମୃତ୍ୟୁ ପାଖେଇ ଆସିଲାଣି। ମୃତ୍ୟୁ ପୂର୍ବରୁ ବ୍ୟକ୍ତି ନିଜର ଘଟଣା ଗୁଡ଼ିକୁ ମନେ ପକାଇଥାଏ। ତାକୁ ତାହାର ପିଲାଦିନ, ଯୌବନ ଓ ମହତ୍ୱପୂର୍ଣ୍ଣ ଘଟଣା ଗୁଡ଼ିକ ନଜର ଆସିଥାଏ। ଏହି ଘଟଣାକୁ ଭାବି କିଛି ଲୋକ ଗର୍ବ ଅନୁଭବ କରିଥାନ୍ତି ଓ କିଛି ଲୋକ ପଶ୍ଚାତାପ ମଧ୍ୟ କରିଥାନ୍ତି ନିଜର କର୍ମଫଳ ପାଇଁ। ବେଳେ ବେଳେ ନିଜ ଲୋକକୁ ଏହା କହିଥାନ୍ତି କି ସେ ଜୀବନରେ କ'ଣ ପାଇଲା ଓ କ'ଣ ସବୁ ହରାଇ ବସିଲା। କିଛି ଲୋକ ଏହି ଅନୁଭବ କରନ୍ତି କି ମୃତ୍ୟୁ ହୋଇଯାଇଥିବା ନିଜ ଲୋକ ନିଜ ପାଖରେ ଅଛନ୍ତି ବୋଲି। ଗରୁଡ଼ ପୁରାଣରେ ବର୍ଣ୍ଣିତ ଅଛି କି ମୃତ୍ୟୁ ପୂର୍ବରୁ ବ୍ୟକ୍ତିକୁ ପରଲୋକରୁ ଡାକରା ଆସିଥାଏ। ଆପଣମାନେ ବି କେବେ ଶୁଣିଥିବେ କୌଣସି ବ୍ୟକ୍ତିର ମୃତ୍ୟୁ ପୂର୍ବରୁ ନିଜ ଲୋକ ଦେଖାଯାଏ ବୋଲି କହିବାର।
ମୃତ୍ୟୁ ପୂର୍ବରୁ ବ୍ୟକ୍ତିର ମାନସିକ ଅବସ୍ଥା ଅଲଗା ଅଲଗା ଦିଗରେ ଚାଲିଥାଏ। ତାଙ୍କୁ ଏମିତି ଲାଗିଥାଏ କି ସେ ସ୍ୱପ୍ନ ଓ ବାସ୍ତବତା ଭିତରେ ଝୁଲୁଅଛି। ବେଳେବେଳେ ନିଜେ ନିଜେ କିଛି ଗପିବାକୁ ଲାଗିଥାଏ। ଯେତେବେଳେ ମୃତ୍ୟୁ ପାଖେଇ ଆସିଥାଏ, ବ୍ୟକ୍ତି ଧୀରେ ଧୀରେ ନିଜ ପରିବାର, ସାଙ୍ଗସାଥି ଓ ଦୁନିଆ ଠାରୁ ଦୂରେଇ ଯାଇଥାଏ। କୌଣସି ବସ୍ତୁ ରୁଚି ଲାଗି ନଥାଏ ବା କଥାବାର୍ତ୍ତା ନା ଖାଇବା ପିଇବାରେ। ଆଉ ଆତ୍ମା ଧୀରେ ଧୀରେ ଶରୀରଠୁ ଅଲଗା ହେବାକୁ ଲାଗିଥାଏ। ବନ୍ଧୁଗଣ, ମୃତ୍ୟୁ ଏକ ଜୀବନର ଅଂଶ ଅଟେ। ଆଉ ଏହି ସଂକେତ ଆମକୁ ଏହା ବୁଝିବାକୁ ଦେଇଥାଏ କି ଜୀବନ କେମିତି ଏକ ନୂଆ ଦିଗ ଆଡ଼େ ମୋଡ଼ ନେଇଥାଏ। ଯେବେ ଆମେ ଏହି ସଂକେତକୁ ବୁଝିପାରିବା, ମୃତ୍ୟୁ ପ୍ରତି ଡରକୁ ନିଜ ଲୋକକୁ ଦୂରାଇ ପାରିବା। ପ୍ରତ୍ୟେକ ସଂସ୍କୃତିରେ ମୃତ୍ୟୁକୁ ଅଲଗା ଅଲଗା ଦିଗରେ ଦେଖାଯାଇଥାଏ, କିନ୍ତୁ ସବୁର ଅନ୍ତ ଏକ ହୋଇଥାଏ। ଜୀବନ ଅଳ୍ପ କ୍ଷଣ ମାତ୍ର। ଆମେ ପ୍ରତ୍ୟେକ ମୁହୂର୍ତ୍ତକୁ ଶାନ୍ତି ଓ ପ୍ରେମର ସହ ବଞ୍ଚିବା ଆବଶ୍ୟକ। ତ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓରେ ଆମେ ମୃତ୍ୟୁ ପୂର୍ବର ସଂକେତ ବିଷୟରେ ଆଲୋଚନା କଲୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ଟିଏ କରି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଥିବେ ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଏହାର ଘଣ୍ଟି ବଟନଟିକୁ ଦବାଇବା ପାଇଁ ଜମାରୁ ଭୁଲିବେ ନାହିଁ, ଯାହାକି ଆମେ ଏହିପରି ସବୁ ନୂଆ ନୂଆ ଭିଡ଼ିଓ ଅପଲୋଡ଼ କରିବୁ ତ ଏହାର ନୋଟିଫିକେସନ୍ ଶୀଘ୍ର ଆପଣମାନଙ୍କ ପାଖରେ ପହଞ୍ଚିଯିବ। ତ ଆଜି ପାଇଁ ଭିଡ଼ିଓଟିକୁ ଏଇଠୁ ରଖିବା। ରହିଲି। ଜୟ ଜଗନ୍ନାଥ, ଜୟ ହିନ୍ଦ, ଜୟ ଭାରତ।